ଘର ବହୁ ସେତ କାଲି ସକାଳେ ଶଶୁର ତାହାର ନେବାକୁ ଆସିବ ତ ଗରିବ ଘର ନାହିଁ ତାହାର ଦେହରେ ଅଳଙ୍କାର ଆସିବ ରାଜା ଘର ପେଡ଼ିରୁ ଖାଡ଼ି ଦେଲା ସଜାଣି ଅପୂର୍ବ ଅଳଙ୍କାର ଶାଢ଼ୀ ସଂକେତ କାଞ୍ଚିଲା କେତେ ଅକର କଣ ଗୁଣର ମାଲ୍ୟାଣୀ ବୁଝି ଗଲାଣି ହଜି କହିବ କିବା କଥା ସାଙ୍ଗରେ ଧରି ଗହଣା ଶାଢ଼ୀ ପୋତି ଚାଲଇ ମଥା ଆଜି ନିଜ ଗୃହରେ ପ୍ରବେଶ ହୋଇ ଡାକଇ ବିଦ୍ୟାଧର ତୋରି ପାଇଁ ଜୀବନ ଜୀବ ମତେ ତୁ ରକ୍ଷା କର ମିଥ୍ୟା କହି ବୁଝି କଲି ଫୁଲ ବୁଝିଥିଲୁ ଅଳପ ପ୍ରାଣ ଭାଙ୍ଗିଲା ଟାଣ ମାରିଲୁ ହସିବ ତନ ରାଜନନ୍ଦନ ମହିଳା ମା ମୋର କିମ୍ବା ବିଳମ୍ବ ମନେ ନ ଭାବ ବେଗ ତୁ ବେଶ କର ଶାଢ଼ୀ ପିନ୍ଧିଲା କାନ୍ଦିଲା ବାନ୍ଧି ଶାଢ଼ୀ ପିନ୍ଧିଲା ବାନ୍ଧି କାଞ୍ଚରା କେଶ ସାଙ୍ଗୁଳି ନେଇ ଚୋପା ସିନ୍ଦୁର ବାସବ ତୋର ଦେହରେ ବୋଳି ହୋଇ ମହିଳା ରାଣୀ ଶୁଣ ମାଲ୍ୟାଣୀ ବିଦ୍ୟା ଧରି ମୋ ନାମ ଚଞ୍ଚଳ ଚାଲ ଧରିଣ ଫୁଲ ରାଜକନ୍ୟା ଭୁବନ ରାଜମହଲେ ପ୍ରବେଶ ହେଲେ ରାଜକନ୍ୟାର ବାସ ଯେମାଡ଼ା କହି ଆସ ଶୋଇ ପାଖରେ ମୋର ବସ ଡାକି ମାଲ୍ୟାଣୀ କହିବାଣୀ କାଲି ସକାଳୁ ଯିବ ଝିଆରୀ ଘର ମୋହରି ଶୁଣି ଆଜି ଦିନ ରହିବ ଯିବ କାମୁଡ଼ି ମାଲ୍ୟାଣୀ ବୁଢ଼ୀ କହଳି କର କର ଝିଆରୀ ମୋର ତାର ଶ୍ୱଶୁର ରହିବ ଘର ଘର ଯେମାନ ଶୁଣି କହିଲା ରାଣୀ ଆଜି ତୁ ଘର ଯାଅ କାଲି ସକାଳେ ଆସିକି ନେବୁ ହୁଅକୁ ବାହାରେ କହ ନିରାଶ ହୋଇ ମାଲ୍ୟାଣୀ ଦେଇ ନିଜ ଘରକୁ ଗଲା ରାତି ଧରି ସେମାନଙ୍କ ପୁରେ ମଧୁମିଳନ ହେଲା ରାତି ଧରି ଆସି ପ୍ରେମ ସାଗରେ ଅଥ ନିଜେ ସେତୁଏ ଯିବେ ଭାସେ ସକାଳ ହେଲା ସୂର୍ଯ୍ୟ ମୁଇଲା ମାଲ୍ୟାଣୀ ବୁଢ଼ୀ ଆସେ ଝିଆରୀ ବୋଲି ବିଦ୍ୟାଧରକୁ ନିଜ ପୁରେ ପ୍ରକାଶେ ଏକଥା କାହୁଁ ଜାଣିବ ସେଇ ମାଲ୍ୟାଣୀ ବୁଢ଼ୀ ଧନ ଲୋଭରେ ଘର ଯାଉଛି ଆଜି ଜଡ଼ି ସୂର୍ଯ୍ୟ ବୁଢ଼ୀ ଗଲେ ଆସି ପଶ୍ଚିମ ଦିଗରେ ଘନ ଅନ୍ଧକାର ଆସି ଘୋଟି ଗଲା ଘରେ ନିଦ୍ରା ଦେଇ ପଳେଇ ଯାଉ ବିଶ୍ରମିତ ଜନ ସତ୍ୟବୀର କିନ୍ତୁ ଅଛି ରାଜାର ନନ୍ଦନ ଘୋଡ଼ା ଧୁଡ଼ା କନ୍ୟା ଗୃହରେ ପ୍ରବେଶ କେହି ନ ଜାଣୁ ଗୋଧନ ମିଳନ ବିଶେଷ ଅଶ୍ୱପଦ ଚିହ୍ନ ଦେଖି କଟୁଆଳ ଗଣ ରାଜାଙ୍କ ଆଗେ କହିଲେ ବିଚିତ୍ର କଥନ ଏହି ଜର ଆସୁଅଛି କନ୍ୟା ଅନ୍ତପୁରେ ମଣିବାନ୍ଧନ୍ତୁ ଏବେ ବିଶେଷ ଭାବରେ ମନ୍ତ୍ରୀ ସଙ୍ଗେ ଆଲୋଚନା ରାଜନ କରନ୍ତି ଏହିପରି ବିଚିତ୍ର କଥା ମନେ ଭରେ ଭ୍ରାନ୍ତି ଆଜି ମନ୍ତ୍ରୀ କହିଲେ ଉପାୟ ମନେ ଆସୁଅଛି ଗ୍ରହଣ କରିଲେ ମୁଇଁ କରିବି ସେ ବାଛି ଆଉ ସିନ୍ଦୁର ବିଛଣା କର କନ୍ୟା ଭଲ କରେ ଧରା ପଡ଼ିଯିବ ତୋର ଏକା ଧର କରେ ରାଜାଙ୍କ ଆଦେଶ ପୁଣି ଅନ୍ତପୁରବାସୀ ସିନ୍ଦୁର ବିଛଣା କଲେ ସେଇ ଦିନ ନିଶି ପ୍ରତିଦିନ ଭଳି ରାଜକୁମାର ପ୍ରବେଶ କନ୍ୟା ବାରଣ କରଇଲ ଆସ ମୋ ପାଶ ଆଉ କାମ ବିଧ ଜନ କରି ହୁଏ।